ଆନନ୍ଦପୁର ଜଙ୍ଗଲରେ ରହୁଥିଲା ମିନୁ ଚଢ଼େଇ। ସେ ଭାରି ଗରିବ ଥିଲା। ସେ ମାଟିରେ ଜିନିଷ ତିଆରି କରି ବିକ୍ରି କରେ, ଆଉ ସେଇ ଟଙ୍କାରେ ତା ପରିବାର ଚଳାଏ। ତାର ପଡ଼ୋଶୀ ଥିଲେ ଜଗୁ ଆଉ ପରି ଚଢ଼େଇ। ପରି ଚଢ଼େଇ ମିନୁ ଚଢ଼େଇକୁ ଦେଖି ଭାରି ଈର୍ଷା କରୁଥିଲା, ଜମା ବି ସହିପାରୁନଥିଲା। ଦେଖିଲ ଜଗୁ, ସେ ମିନୁ କେମିତି ଦିନକୁ ଦିନ ଭଲ ଖାଦ୍ୟ ଖାଉଛି। ତାକୁ ଦେଖି ମୋ ଦେହ ଜମା ବି ସହୁନି। ତମେ କିଛି ଗୋଟେ କର, ତା ବେପାରଟା ବନ୍ଦ କରିଦିଅ। ପରି, ତୁ ଜାଣିଛୁ 4 ଦିନ ପରେ ଜୋରେ ବର୍ଷା ହେବ। ବଣର ସୂଚନା ପକ୍ଷୀ ଏକଥା କହୁଥିଲା। ଚାଲ ମିନୁକୁ 500ଟା ହାଣ୍ଡି ମାଠିଆର ଅର୍ଡର ଦେଇଦେବା। 4 ଦିନ ପରେ ବର୍ଷା ହେବ, ଆଉ ମିନୁର ସବୁ ଜିନିଷ ନଷ୍ଟ ହୋଇଯିବ, ଆଉ ତାର ପରିଶ୍ରମ ବି ବୃଥା ହୋଇଯିବ। ଏମିତି ପ୍ଲାନ କରି ଜଗୁ ଆଉ ପରି ଚଢ଼େଇ ମିନୁ ଚଢ଼େଇ ପାଖକୁ ଗଲେ। ସେ ମାଠିଆ ତିଆରି କରୁଥିଲା। ଆରେ ମିନୁ, 500ଟା ମାଠିଆର ଅର୍ଡର ଅଛି, ତୁ 4 ଦିନ ପରେ ଦେଇପାରିବୁ? କିନ୍ତୁ ମିନୁ, ହାଣ୍ଡି ମାଠିଆ ଗୁଡ଼ିକ ଭଲସେ କରିବୁ, ଯେମିତି ଫାଟି ନଯାଏ, ତାହେଲେ ଆମେ ନବୁ। ଏମିତି କହି ଜଗୁ ଆଉ ପରି ଚଢ଼େଇ ସେଠାରୁ ଚାଲି ଆସିଲେ। ମିନୁ ଘରକୁ ଆସି ତା ଝିଅକୁ କହିଲା, ଝିଅ ଟିକି, ମୁଁ ଯାଉଛି ଜଙ୍ଗଲରୁ ମାଟି ଆଣିବାକୁ। ଗୋଟେ ବଡ଼ ଅର୍ଡର ଅଛି। ଆମ ପଡ଼ୋଶୀ ଚଢ଼େଇଙ୍କର 500ଟି ହାଣ୍ଡି ମାଠିଆ ଦରକାର। ମାମା, ସତରେ ଇଏ ତ ଭଲ କଥା। ଚାଲ, ମୁଁ ବି ତମକୁ ସାହାଯ୍ୟ କରିବି। ନାଇଁ ନାଇଁ, ମୁଁ ଯାଉଛି ଏକୁଟିଆ। ମାଟି ନେଇକି ଆସିବି। ତୁ ବଳକା ଥିବା ମାଟିରେ ମାଠିଆ ତିଆରି କରୁଥା। ତାପରେ ମିନୁ ଝୁଡ଼ି ଧରି ମାଟି ଆଣିବା ପାଇଁ ଜଙ୍ଗଲକୁ ଗଲା। ଟିକି ଚଢ଼େଇ ପୁରୁଣା ମାଟିରେ ମାଠିଆ ତିଆରି କଲା। ସେ ମା ଝିଅ ମାଠିଆ ତିଆରି କରିବା ପାଇଁ ଦିନରାତି ଏକ କରିଦେଲେ। ମାମା, ଏତେ ରାତି ହେଲାଣି, ତମେ କାମ କରୁଛ? ତମେ ଥକିଯିବ। ମାମା ଏବେ ଥାଉ। ଟିକି, ମତେ 200ଟା ମାଠିଆ ତିଆରି କରିବାର ଅଛି। ମତେ କାଲି ସବୁ ସାରିବାକୁ ପଡ଼ିବ, ତେଣୁ ଆଜି ରାତିଟା ଡେରି ଟିକେ ହବ। ଜଗୁ, ଦେଖିଲ ସେ ମିନୁ କେମିତି ଦିନ ରାତି ଲାଗିଛି। ଆଲୋ ପରି, ତାକୁ ତ ଜଣା ନାହିଁ ସେ ଯୋଉ ପରିଶ୍ରମ କରି ଏତେ ହାଣ୍ଡି ତିଆରି କରିଛି, ସେସବୁ ବର୍ଷାରେ ଧୋଇଯିବ। ଏପଟେ ମାଟିରେ ହାଣ୍ଡି ମାଠିଆ ତିଆରି ହୋଇଗଲା। ମିନୁ କାଠ ଯୋଗାଡ଼ କଲା, ସେଥିରେ ନିଆଁ ଜଳାଇ ମାଠିଆକୁ ପୋଡ଼ କଲା। ରାତି ସାରା ମାଠିଆ ନିଆଁରେ ବସିଲା। ସକାଳୁ ମାଠିଆ ପୁରା ପାକଳ ହୋଇଗଲା। ସକାଳ ହେବାରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା। ଟିକି, ଯା ତୁ ପରି ଆଣ୍ଟିକୁ ଡାକି ଆଣିବୁ। କହିବୁ ସବୁ ମାଠିଆ ତିଆରି ହୋଇଯାଇଛି। ପାଗ ଖରାପ ହୋଇଗଲାଣି, ଜଲ୍ଦି ଆସିକି ନେଇଯିବେ। ଟିକି ଚଢ଼େଇ ପରି ଆଣ୍ଟିକୁ ଡାକିବାକୁ ଗଲା। ପରି ଆଣ୍ଟି, ତମ ହାଣ୍ଡି ରେଡି ହେଇଯାଇଛି, ଚାଲ ନେଇ ଆସିବ। ଆଲୋ ମା ଟିକି, ଯା ତୋ ମାକୁ କହିବୁ ବର୍ଷା ଜୋରେ ଆସିଲାଣି, ଆମର ଆଉ ହାଣ୍ଡି ମାଠିଆ ଦରକାର ନାହିଁ। ପରି ମୁହଁରୁ ଏଭଳି କଥା ଶୁଣି ଟିକି ଚଢ଼େଇ ଆଶ୍ଚର୍ଯ୍ୟ ହୋଇଗଲା। ପରି ଆଣ୍ଟି, ମୋ ମାମା ଭାରି କଷ୍ଟରେ ସେ ହାଣ୍ଡି ମାଠିଆ ତିଆରି କରିଛନ୍ତି। ତମେ କହିବା ଅନୁସାରେ ମଧ୍ୟ ପାକଳ କରି ତିଆରି କରିଛୁ। ତମେ ଯଦି ନ ନେବ, ଆମେ ଏବେ କ'ଣ କରିବୁ? ଆମେ ତ ସେଇଆ ଚାହୁଁଥିଲୁ। ଯା, ତୋ ମାକୁ କହିବୁ କୋଉଠି ବିକିବାର ବ୍ୟବସ୍ଥା କରିବ। ତାପରେ ଟିକି କାନ୍ଦି କାନ୍ଦି ତା ମା ପାଖକୁ ଗଲା। ମାମା, ପରି ଆଣ୍ଟି ଆଉ ଜଗୁ ଅଙ୍କଲ କହିଛନ୍ତି ମାଠିଆ ଗୁଡ଼ାକ ଅନ୍ୟ ଆଡ଼େ ବିକିଦିଅ। ତାଙ୍କର ଆଉ ଆବଶ୍ୟକ ନାହିଁ। ସେମାନେ ଆମ ସହ ବିଶ୍ୱାସଘାତକ କରିଛନ୍ତି। ମାରେ, ସେମାନେ ଆମର ବହୁତ ଲସ୍ କରିଦେଲେ। ମୋ ପାଖରେ ବି ଟଙ୍କା ନାହିଁ କାଠ କିଣିବାକୁ। ଏବେ ମୁଁ କ'ଣ କରିବି? କିଛି ସମୟ ପରେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା, ଆଉ ମିନୁ ତା ମାଠିଆ ଉପରେ ପ୍ଲାଷ୍ଟିକ ଜରି ଘୋଡ଼ାଇ ଦେଇଥିଲା। ସେଥିପାଇଁ ସେଗୁଡ଼ାକ ବର୍ଷାରେ ଓଦା ହେଲା ନାହିଁ। ତା ପରଦିନ ସକାଳେ ବର୍ଷା ଛାଡ଼ିଗଲା। ଗୋଟେ ଚଢ଼େଇ ଆସି ମିନୁ ପାଖରେ ପହଞ୍ଚିଲା। ଚଢ଼େଇ ଭଉଣୀ, ମୁଁ ସହରରୁ ଆସିଛି, ଆଉ ମୁଁ ଶୁଣିଥିଲି ତମେ ମାଟିରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କର। ସେଥିପାଇଁ
ତମ ପାଖକୁ ଆସିଛି। ମୋର 500ଟା ହାଣ୍ଡି ମାଠିଆ ଦରକାର। ତମେ ମୋ ପାଇଁ ତିଆରି କରିପାରିବ କି? ଏହା ଶୁଣି ମିନୁ ଖୁସିରେ ଡେଇଁବାକୁ ଲାଗିଲା। ଆପଣ ମୋ ସହିତ ଆସନ୍ତୁ। ତାପରେ ମିନୁ ମାଠିଆ ଦେଖାଇବା ପାଇଁ ସେ ଚଢ଼େଇକୁ ନେଇଗଲା। ଆପଣ ଦେଖିଲେ ତ ଏ ମାଠିଆ ଗୁଡ଼ିକ କେମିତି ହେଇଛି? ଓହୋ, ଏ ତ ଭାରି ବଢ଼ିଆ ମାଠିଆ ହୋଇଛି। ମୋର ଏଇ ମାଠିଆ ଗୁଡ଼ିକ ଦରକାର ଥିଲା। ନିଅନ୍ତୁ, ଏଇ ଟଙ୍କା ରଖନ୍ତୁ। ଏମିତି କହି ମିଠୁ ସେଠାରୁ ସବୁ ମାଠିଆ ନେଇ ଚାଲିଗଲା। ମିନୁ ଚଢ଼େଇ ଦିନକୁ ଦିନ ଅଧିକ ମାଠିଆ ବିକିବାକୁ ଲାଗିଲା। ଗୋଟିଏ ନୂଆ ଘର ମଧ୍ୟ କିଣିଲା। ଆଉ ମନ ଖୁସିରେ ଟିକି ଚଢ଼େଇ ସହିତ ଜଙ୍ଗଲରେ ରହିଲା।